ନମସ୍କାର, ଶୁଭ ସକାଳ। ଆଜି ହେଉଛି ଫେବୃଆରୀ ମାସ 28 ତାରିଖ ଶନିବାର। ଆପଣଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତେକ ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ। ତେବେ ଚାଲନ୍ତୁ ନଜର ପକାଇ ନେବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ ଉପରେ। ପ୍ରଥମ ଖବର, ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ ହୋରାସିଓ, ସବୁଠି ହାଇ ଆଲର୍ଟ। ବଦଳିବ ଦେଶର ପାଗ। ସାରା ଦେଶରେ ଏବେ ପାଣିପାଗର ବିଚିତ୍ର ରୂପ ଦେଖିବାକୁ ମିଳିଛି। ଗୋଟିଏ ପଟେ ଉତ୍ତର ଭାରତରୁ ଶୀତ ବିଦାୟ ନେଉଥିବା ବେଳେ ଅନ୍ୟପଟେ ଦକ୍ଷିଣ ଭାରତରେ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହୋରାସିଓ ଏବେ ପାଣିପାଗ ବିଜ୍ଞାନୀଙ୍କର ଚିନ୍ତା ବଢ଼ାଇ ଦେଇଛି। ତେବେ ଭାରତ ମହାସାଗରରେ ସୃଷ୍ଟି ଏହି ଝଡ଼ ପ୍ରାୟ 260 କିଲୋମିଟର ବେଗରେ ଗତି କରୁଛି। ଯଦିଓ ଏହା ଭାରତୀୟ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ ରହିଛି, ତଥାପି ଏହାର ପରୋକ୍ଷ ପ୍ରଭାବ ସମଗ୍ର ଉପମହାଦେଶରେ ଅନୁଭୂତ ହେଉଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେରଳରେ ପ୍ରବଳ ପବନ ସହିତ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ପରବର୍ତ୍ତୀ ଖବର, ଡ୍ରାଇଭିଂ ଲାଇସେନ୍ସରେ ରହିବ ସ୍ୱତନ୍ତ୍ର ନମ୍ବର, ସାବାଡ଼ ହେବେ ଅମାନିଆ ଡ୍ରାଇଭର। ତେବେ ଦେଶର ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱ ସମ୍ପନ୍ନ ଗାଡ଼ି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏଥିରେ ଟ୍ରାଫିକ୍ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ନମ୍ବର ଆଧାରିତ ଡିଏଲ୍ ବ୍ୟବସ୍ଥା ଅନୁସାରେ ଡିଏଲ୍ରେ ନମ୍ବର ବା ପଏଣ୍ଟ ଦିଆଯିବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି ନମ୍ବର କାଟି ନିଆଯିବ। ଯଦି ସବୁ ନମ୍ବର ଶେଷ ହୋଇଯିବ ତେବେ ଡିଏଲ୍କୁ ରଦ୍ଦ କରାଯିବ, ନଚେତ୍ 6 ମାସ ପାଇଁ ସସ୍ପେଣ୍ଡ କରାଯିବ। କିନ୍ତୁ ଲଗାତାର ଭାବରେ ଯଦି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରାଯାଏ, ସେହିଭଳି କ୍ଷେତ୍ରରେ ଡିଏଲ୍କୁ ରଦ୍ଦ କରିଦିଆଯିବ। ପରବର୍ତ୍ତୀ ଖବର, ଓଡ଼ିଶା ଆସୁଛନ୍ତି ଅମିତ ଶାହା, ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ମାର୍ଚ୍ଚ 6ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ତେବେ ମାର୍ଚ୍ଚ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା 2 ଦିନିଆ ଗସ୍ତରେ ଆସିବେ। ତେବେ ମାର୍ଚ୍ଚ 6 ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଅମିତ ଶାହା। ଏହି ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଏବଂ ରୁଟ୍ ପ୍ଲାନ୍, ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ବିଭାଗମାନଙ୍କ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅମିତ ଶାହା ମାର୍ଚ୍ଚ ମାସ 5 ତାରିଖରେ ସନ୍ଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବେ। 6 ତାରିଖ ସକାଳେ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରବର୍ତ୍ତୀ ଖବର, କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କର ଦେହାନ୍ତ। ଦୀର୍ଘ ଦିନ ଧରି କ୍ୟାନ୍ସର ସହିତ କରୁଥିଲେ ସଂଗ୍ରାମ। ତେବେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କର ପିତା ଖାନ ଚନ୍ଦ୍ର ସିଂଙ୍କର ଦେହାନ୍ତ ଘଟିଛି। ସେ ଗ୍ରେଟର ନୋଏଡାର ଅବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଥିଲେ। ଦୀର୍ଘ ଦିନ ଧରି ସେ ଷ୍ଟେଜ୍ 4 ଲିଭର କ୍ୟାନ୍ସରରେ ପୀଡ଼ିତ ଥିଲେ ଏବଂ କିଛି ସମୟ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ରହିଥିଲା। ଅଚାନକ ଅବସ୍ଥାରେ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ଖବର, କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଆସିଲେ ଲୋକେ। କୋଲକାତାରେ ଶକ୍ତିଶାଳୀ ଭୂମିକମ୍ପ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ 1:20 ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କୋଲକାତାରେ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.4 ରେକର୍ଡ କରାଯାଇଛି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ଲୋକ ଅଫିସ ଏବଂ କୋଠାରୁ ବାହାରକୁ ବାହାରି ଆସିଥିଲେ। ପରବର୍ତ୍ତୀ ଖବର, ଆସନ୍ତା 7 ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ। 3 ଦିନ ପରେ 3 ଡିଗ୍ରୀ ବଢ଼ିବ ତାପମାତ୍ରା। ତେବେ ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା 3 ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହିପରି ସର୍ବନିମ୍ନ ବା ରାତି ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୁରୁବାର ବର୍ଷା ହୋଇଛି।
ପରବର୍ତ୍ତୀ ଖବର ଆଜିଠାରୁ କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ। ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ 2024-27 ନିମନ୍ତେ ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀମାନଙ୍କୁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଦେବାକୁ ପଡ଼ିବ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏପ୍ରିଲ 27ରୁ ମେ 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସିପିଇଟି ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ। ପରବର୍ତ୍ତୀ ଖବର ସୀମା ନିର୍ଦ୍ଧାରଣ ବେଳେ ପୁଲିସ ଜନତା ମୁହାଁମୁହିଁ। ଯାଜପୁରରେ ଟାୟାର ଜାଳି ରାସ୍ତା ଅବରୋଧ କଲେ। ତେବେ ସୀମା ନିର୍ଦ୍ଧାରଣକୁ ନେଇ ପୁଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଯାଜପୁର ରୋଡ ଜଖପୁରା ଥାନା ମନୋହରପୁର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏକ ଜମି ସୀମା ନିର୍ଦ୍ଧାରଣକୁ ନେଇ ପୁଲିସ ଏବଂ ସ୍ଥାନୀୟ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଉତ୍ତେଜନା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ମିଲିଟାରୀ ଛକରୁ ବଙ୍ଗଳା ଛକ ପର୍ଯ୍ୟନ୍ତ ଗାଡ଼ି ଯାତାୟାତ ବନ୍ଦ ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ତହସିଲ ପ୍ରଶାସନ ପକ୍ଷରୁ ଜମି ମାପଚୁପ କରୁଥିବା ସମୟରେ ବିରୋଧ କରିଥିଲେ ଗ୍ରାମବାସୀ। ପରବର୍ତ୍ତୀ ଖବର ଡେଲାଙ୍ଗରେ ଜଣ୍ଡିସ୍ ଜ୍ୱର ଶିକ୍ଷାଦାନର ମନ୍ଦିର ଏବେ ପାଲଟିଛି ରୋଗର ପେଣ୍ଠସ୍ଥଳୀ। ତେବେ ଶିକ୍ଷାଦାନର ମନ୍ଦିର ଏବେ ପାଲଟିଛି ରୋଗର ପେଣ୍ଠସ୍ଥଳୀ। ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଏବେ ଜଣ୍ଡିସ୍ ବା କାମଳ ରୋଗର କାୟା ବିସ୍ତାର କରିଛି। ବିଦ୍ୟାଳୟରେ 10ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ମାରାତ୍ମକ ରୋଗର ଆକ୍ରାନ୍ତ ହେବା ପରେ ସମଗ୍ର ଅଞ୍ଚଳର ତଥା ଅଭିଭାବକ ମହଲରେ ଭୟ ଏବଂ ଅସନ୍ତୋଷ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ ପରିସରରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ପାନୀୟ ଜଳର ଅବ୍ୟବସ୍ଥା ଯୋଗୁଁ ପିଲାମାନେ ରୋଗାକ୍ରାନ୍ତ ହେଉଛନ୍ତି। ପରବର୍ତ୍ତୀ ଖବର ଶିଶୁ ସେବିକା ନିଯୁକ୍ତି ହେଲା ନାହିଁ, କୁନି ପିଲାଙ୍କର ଭବିଷ୍ୟତ ଅନ୍ଧାରରେ ରହିଛି। ତେବେ ଚଳିତ ବର୍ଷ ଶିକ୍ଷା ଶେଷ ହେବାକୁ ଆଉ 2 ମାସ ରହିଛି। ବର୍ଷେ ହେଲାଣି ରାଜ୍ୟ ସରକାର ପ୍ରତି ସ୍କୁଲରେ ନୂଆ କରି ଶିଶୁ ବାଟିକା ଖୋଲିଥିଲେ। ନିୟମ ଥିଲା ଯେ ପ୍ରତି ଶିଶୁ ବାଟିକା ପାଇଁ ଜଣେ ଶିଶୁ ସେବିକା ନିଯୁକ୍ତି ପାଇବେ। ଏହାରି ଭିତରେ ବର୍ଷେ ବିତିଗଲାଣି, ହୋଇପାରୁନି ଶିଶୁଙ୍କ ପାଇଁ ସେବିକା ନିଯୁକ୍ତି। ତେବେ ସେବିକା ଚାକିରି ପାଇଁ ଜିଲ୍ଲାରେ ଲକ୍ଷାଧିକ ଆଶାୟୀ ଚାହିଁ ବସିଛନ୍ତି। ଏହି ନିଯୁକ୍ତିର ବାଧକ ସାଜିଛି ନୂଆ କମିଟି। ନିଯୁକ୍ତିକୁ ଅପେକ୍ଷା କରି ନିକଟରେ ଭଦ୍ରକ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆଗରେ ତିହିଡ଼ି ବ୍ଲକର ଜଣେ ଆଶାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରି ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନଥିବାରୁ ଭଦ୍ରକ ଜିଲ୍ଲାରେ 7ଟି ବ୍ଲକରେ ଖୋଲାଯାଇଥିବା ଶିଶୁ ବାଟିକା ଗୁଡ଼ିକ ଠିକ୍ ଭାବରେ ଚାଲିପାରୁନାହିଁ। ତେବେ ଏହା ଥିଲା ଆଜି ଦିନର କେତେକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆମର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।